ঠাকুর সতেজ পূর্ণ বলান বার হরি বল তা সঙ্গে বাঁধিলে ভাব আউ তা সঙ্গে বাঁধিলে ভাব ওলা বইসি বজেই দব তা সঙ্গে বাঁধিলে ভাব বইসি বজেই দব তা সঙ্গে বাঁধিলে ভাব বইসি বজেইলে তা সঙ্গে বাঁধিলে ভাব আউরে কোনা মাটি আরে রাধা কোনা মাটি আরে রাধা পানি আনিব পানি শুনিব নিন্দা শুনিব তা সঙ্গে বাঁধিলে ভাব বইসে বজাই দেব তা সঙ্গে বাঁধিলে ভাব হরি বল তার সঙ্গে বাঁধিলে ভাব বইসে বজাই দেব তার সঙ্গে বাঁধিলে ভাব বন্দই যে অনাকার অরূপ শরীর অনাম দেহ প্রভু মহিমা সাগর শূন্য শূন্য মহাশূন্য অলেখ পুরুষ ব্রহ্ম নিরূপণ গীতা কর মতে দৃশ্য আজ্ঞা হেলে নিশবদ মন্দিরে পশিবি বঞ্চি তালা দিয় হস্তে কবাଟ ଖୋଲିବି অনশেষ মহিমারু আনিব পদ বখানিবি এ সংসারে তুমরি সবাদ বুড়ি গলা সত্য ধর্ম হেলা অসময় বিপ্রকারে প্রাণী মানে তরি ଯିବେ কহ এ কলি যুগরে কুমি নকে পড়ি ଯିବେ ব্রহ্ম নিরূপণ গীতা শুনিলে ধরিবে এ নিমতে শিক্ষা মুরে লগাইছে আশা বিমর গীত পদে করিছি ভরসা তা সঙ্গে বাঁধিলে ভাব বইসি বজেই দেব তার সঙ্গে বাঁধিলে ভাব হরি বল আহা তার সঙ্গে বাঁধিলে ভাব বইসে বজাই দেব তার সঙ্গে বাঁধিলে ভাব গৃহরে রহিন পার্থ বিহিত কর্ম করি সে কর্মকু পার্থ কেহি নুহে প্রমাণ ঠাকুর মোর অভিরাম মনুয়ারে গৃহে রহি কর্ম কর যাজা মনুয়ারে গৃহে রহি কর্ম কর মনুয়ারে গৃহে রহি কর্ম কর গলা গৃহস্থা ধর্ম যে সর্বধর্ম শিক্ষা লেখিଛନ୍ତି সুজ্ঞ নর সে কেউ ঘর কথা বুঝাইলে ঘর? পার্থ কইলে কোণ অর্জুনক 10 ଗୋଟି নামরু গোটে নাম পার্থ পরা শুণ ধনঞ্জয় শুণ শুণ জ্ঞানী জনে অর্জুনর রায় শ্রী রাম জয় রাম জয় জয় রাম কোউটি কইলে কোউটি? শ্রীমদ ভাগবত গীতারে আচ্ছা সেইটি অর্জুন প্রশ্ন কলে ঘর কইলে মতে আগ বুঝাও ঘর কইলে না ঘর কইলে তো শরীর বিহিত কর্ম কইলে কোণ না প্রভুঙ্কর কর্ম কাম করতে চাল নাম জপতে চাল হে অর্জুন মু পুরা তোরি ঘরে অছি না কেমিতি অছ কেমিতি? না তু হউছু গোটিয়ে যন্ত্র না তমে কিয়ে ঈশ্বর সর্বভূতানা হৃদেশ অর্জুন তিষ্ঠতি রাময়াং সর্বভূতানি যন্ত্র রূঢ়ানি মায়া ଆମେ ସମସ୍ତେ ଗୋଟିଏ ଗୋଟିଏ ଯନ୍ତ୍ର ଯନ୍ତ୍ର କହିଲେ କେତେ ନା 84 ଯନ୍ତ୍ର ପାଦରୁ କୋଟି ପାତାଳ 7 କଟରୁ କଣ୍ଠ ମର୍ତ୍ତ୍ୟ 7 ଯୋଉଠି ମା ମାନଙ୍କର ଭ୍ରୁଲତା ଲଗାନ୍ତି ସିନ୍ଦୁର ବାପା ମା ଲଗାଏ ଚନ୍ଦନ ମିଶେଇଲେ କେତେ ଆଙ୍ଗୁଳି 84 ଆଙ୍ଗୁଳି ଯେଝା ହାତରେ ଯିଏ 14 ପା କଲା 6 ଆଙ୍ଗୁଳି 14 ହୋକ ବାବୁ 84 ହେଲା 84 ଯନ୍ତ୍ରକୁ ସେ ଚଳାଉଛି ଭଲା ଚଳା ହଉଛି ଭଲ ବାବୁ ଚଳା ହଉଛି ଭଲ ଚଳା ହଉଛି ଭଲ ବାୟା ଚଳା ହଉଛି ଭଲ ଯୋଉ କଥା କହିଥିଲେ ଗତମ ଗତମ ଅବନା ମନ୍ଦିର 88 ରେ ଅବନା ମନ୍ଦିର 88 ରେ ଦେବତା ଅଛନ୍ତି ଗୁପ୍ତ କୁଟିରେ ଦେବତା ଅଛନ୍ତି ଗୁପ୍ତ କୁଟିରେ 84 ରେ ବାଜେ 12 ବାଜା ଜୟ ହୋ ବାଜା ବୋଲା ଜୟ ହୋ ବାଜା ଅବନା ମନ୍ଦିର 88 ରେ ये शरीर आज्ञा हाँ 84 आंगुली शरीर शरीर देह आउ 4 आंगुली अधेय जोटी आज्ञा ब्रह्मर आस्थान जोटी भगवान आस्थान अच्छा। प्रमाण दिया जीव आपण माने चेयर रे बसचंती
ପାଦ ଲମ୍ବିଛି କୋଉଠିକି ତଳକୁ? ନା ଆଜ୍ଞା ତଳକୁ। ଭଗବାନ ରହିଲେ କୋଉଠି ଉପରେ? ତାଳୁକା ଦ୍ୱାରସିକ ଅଲେଖପୁର ଅଖଣ୍ଡିତ ପୂର୍ଣ୍ଣ ବ୍ରହ୍ମ ନିଜେ ସେଟାର। ତାଙ୍କ ପାଦରେ ଯଦି ମୁକ୍ତି ଅଛି ତାଙ୍କ ପାଦ କିଏ ତାଙ୍କ ପାଦ? ନାସାର ପବନ। କଳି ଭାଗବତରେ ଲେଖିଲେ ଅଭିରାମ ପରମହଂସ ଦେବ ପାଦ ବୋଳିନ ଯାକୁ କହି ମହାଶୂନ୍ୟରୁ ଆସେ ବହି ହଂସ ସ୍ୱରୂପେ ଗତି ଯାର ସେ ପାଦେ ମୋର ନମସ୍କାର ସେ ପାଦେ ମୋର ନମସ୍କାର ସେ ପାଦେ ମୋର ନମସ୍କାର ଆଉ ବ୍ରହ୍ମର ବେନି ପାଦ ଦେଖ ଆସୁଛି ଯାଉଛି ନିରେଖ ଆସୁଛି ଯାଉଛି ନିରେଖ ଆସୁଛି ଯାଉଛି ନିରେଖ ଯାହାକୁ ଆପଣଙ୍କର ବୃନ୍ଦାର ହାସରେ କହିଲେ ମହାପୁରୁଷ ଅଚ୍ୟୁତାନନ୍ଦ ଅଜ୍ଞାନୀ କି ବ୍ୟକ୍ତ କରିବୁ ନାହିଁ ମୁଁ ଅବ୍ୟକ୍ତ ପୁରୁଷ ଶୂନ୍ୟରେ ଥାଇ ଜୀବ ପରମ ମୋ ବେନି ଚରଣ ଜୀବ ପରମ ମୁଁ ହୋଇଛି ଜନ୍ମ ପରମ ରହିଛି ଜୀବକୁ ଘେନି ଏକ ଅଙ୍ଗେଲିଆ କରନ୍ତି ବେନି ଜୀବରେ ପରମ କରେ ବିହାର ଜୀବ ପରମ ଏକଇ ଶରୀର ଏ ମୋର ଜ୍ଞାନୀ ମଣ୍ଡଳୀ ତତ୍ତ୍ୱ ଆଜ୍ଞା ସ୍ୱତନ୍ତ୍ର ଗୃହରେ ରହିନ ପାର୍ଥ ଗୃହ କହିଲେ ଏ ଶରୀର ଏ ଶରୀର କର୍ମ କ'ଣ ଏପଟେ କହିଲେ ଅକର୍ମେ ବାସୁଦେବ ପ୍ରୀତି କର୍ମ କଲେ ପୁଣି କର୍ମ କ'ଣ ଯେ କର୍ମ ଅକର୍ମ ବିକର୍ମ ଏ ତିନି ବୋଲା ତିନି ପିଲାମାନେ ତମ ପାଇଁ ଭଜନ ଶିକ୍ଷା କ'ଣ କଣ ଶିକ୍ଷା ବାଳକେ ମୋର ବୋଲ କର ବେଳୁ ଗୋବିନ୍ଦ ନୟନ ବନ୍ଧୁ ଲୋମ ପତା ବାଳକ ବନ୍ଧୁ ପିତା ମାତା ପ୍ରତ୍ୟେକ ଦିନ ସକାଳୁ ବାପା ମାଙ୍କ ସହିତ ଗୁରୁଜନକୁ ଟିକେ ମୁଣ୍ଡିଆ ମାର ଆପେ ଆପେ ପାଠ ତମର ସବୁ ମନେ ରହିବ ଯଦି ଏତିକି ଗୁଡ଼ିଏ ଅଭ୍ୟାସ ଆଜ୍ଞା ରହିବ ବଡ଼ ହେଲେ କହିବାକୁ ପଡ଼ିବ ନାହିଁ ଯଦି ଅଭ୍ୟାସ ଆଜ୍ଞା ଏତୁ ନଥିବ ବଡ଼ ହେଲେ ଲାଜ ମାରିବ ମୁଣ୍ଡିଆ ମାରିବାକୁ ତମର ପ୍ରଥମ ଗୁରୁ ବାପା ମା ତାଙ୍କୁ ସେବା କର ତାଙ୍କ ପାଦରେ ମୁଣ୍ଡରେ ଗୁରୁଜନ ମାନଙ୍କୁ କେବେ ଏମିତି ମୁଣ୍ଡିଆ ମାରିବନି ଆଣ୍ଠୁ ପକେଇଦବ କାହିଁକି ନା ଆଣ୍ଠୁର ଦେବତା ଜମଟି ଗୋଟେ ନିୟମ ଆସିଲା କିଛି ନ ଜାଣିଛ ସିଧା ଗୁରୁକୁ ଦେଖିଲେ ଶୋଇପଡ଼ିବ ସାଷ୍ଟାଙ୍ଗ ଅଷ୍ଟାଙ୍ଗ ଭରସା ଶିରସା ଦୃଷ୍ଟ୍ୱା ବଚସା ମନସା ତଥା କରଭ୍ୟାଙ୍ଗ ପଦଭ୍ୟାଙ୍ଗ ଅଷ୍ଟାଙ୍ଗ ପ୍ରଣାମ ଉଚ୍ୟତେ ତେଣୁକରି ଜ୍ଞାନୀ ମଣ୍ଡଳୀ କଥାବସ୍ତୁକୁ ଆସ ଅଛି କୋଉଠି କଥା ରହିଛି যে কর্ম অকর্ম বিকর্ম এ তিনি বলা তিনি গম এ তিনি বলা তিনি গম হরি বল কিয়ে দেইছিলা পদ অছি অভিরাম পরমহংসଙ୍କର হরি বল হরি বল হরি বল ভাই এ হরি ডাকি তরি গলে যোগায়ে মাধই হরি বলে তরি গলে যোগায়ে মাধই হরি বলে তরি গলে যোগায়ে মাধই হরি বল হরি বল হরি বল ভাই হরি ডাকি তরি গলে যোগায়ে মাধই হরি বলে তরি গলে ଆମ ଗାଁରେ ଜଣେ ଥିଲା ଆଜ୍ଞା ସେ ଯିବ ତା ଘରକୁ କେବ ଅପା ମୁଁ ଦେଖିବାକୁ ସୁନ୍ଦର ନୁହଁ ସେ ଆଉ କ'ଣ କହିବେ ହଁ ତମେ ଭାରି ସୁନ୍ଦର ଆଉ ସେ କହିଲେ ତା ମନ ମରିଯିବ ଅପା ପଲା ପାଣି କେନ୍ଦୁରୀ ପାଣି କେନ୍ଦୁରୀ ମନକୁ ମନଟି ମୁହିଁ ସୁନ୍ଦରୀ ବାଟୁକୁଆ ବଡ଼ ଭାଇ ବେଶୀ କହିବା ନାହିଁ ସେ କହନ୍ତୁ ତାଙ୍କର ପାୱାର ଅଛି ଦି ଜଣଙ୍କୁ ଦେଇପାରିବେ ମୁଁ ସେ ତ କରିପାରିବି ମୁଁ ତ ଜାଗା ଦେଖିକି ଦେବି ଆଉ ନେଇ ନେଇକା ଭିତରକୁ ମାପି ଷୋହଳ ପବନ ବାଜିବ ତମ ବ୍ରହ୍ମମଣ୍ଡଳ ପବନ ବାଜିବ ତମ ବ୍ରହ୍ମମଣ୍ଡଳ ପବନ ବାଜିବ ତମ ତେଣୁକରି ମୋର ଜ୍ଞାନୀ ମଣ୍ଡଳୀ ଖାଲି ହୁଳଳି କଥା କହିଦେଉଛି ହୁଳଳି ତ ସେଟା ସବୁ ପାଲାଟା ଶୁଣି ସାରିଲେଣି ଖାଲି କହିଦେଉଛି ହୁଳ କହିଲେ କିଏ ହୁଳି କହିଲେ କିଏ ହୁଳ କହିଲେ ଶଙ୍କର ହୁଳି କହିଲେ ପାର୍ବତୀ ହୁଳଟି ଯେ ନାରାୟଣ ହୁଳି ଲକ୍ଷ୍ମୀ ପରା ହେଲା ଦୁଇ ସଂଯୋଗରେ ହୁଳ ହୁଳି ସୃଷ୍ଟି ହେଲା କେତେବେଳେ ହୁଳ ଓଳି ଦବ ଆଗ
ଆମର ସୃଷ୍ଟିର ମୂଳ ମନ୍ତ୍ର ଆମର କ'ଣ? କ'ଣ? ଓମକାର ଜଗତର ପିତା 24 ବେଦମାତା ଟିକେ ଗୁଣୁ ଓମ୍ ଟିକେ ଆଗୁଆ କହିଦବ। ହଁ। ଯେତେ ମନ୍ତ୍ର ସୁଧ ପୁତ ହୋଇବରେ ଧନ ଯେତେ ହୁଳ ହୁଳି ପରା ଦଉଥିବ ମନ। ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ ସହସ୍ର ମୋଚନ ଜୟ ହନୁମାନ। କିନ୍ତୁ ଗୋଟେ ପଦ ଅଛି ଫୁଳ ଓଳି ପୁଣି ଦେଇଥିଲା କିଏ? ବ୍ରହ୍ମଜ୍ଞାନ ମତରେ କିଏ ଦେଇଥିଲେ? ଅଭିରାମ ଠାକୁରଙ୍କର ସେ ଲେଖା ନୁହଁ, ନାଇଁ। ସେ ଲେଖା ଗୋରେଖ ଦାସଙ୍କର। ହଁ। ତାକୁ ସମୀକ୍ଷା କରିଛନ୍ତି କିଏ? ଗ୍ରନ୍ଥାବଳୀରେ ଅଭିରାମ ପରମହଂସ ଦେବ ପିପୁଡ଼ା ପିପୁଡ଼ି ବିବାହ ହୋଇଗଲେ ଗଗନେ ଉଡ଼ିବ ଧୂଳି। କହିଲା ବିଲରେ କଙ୍କଡ଼ା ମର୍ଦଳ ବଜାନ୍ତି ହଁ। ବେଙ୍ଗ ଦେଲେ ହୁଡ଼ା ହୁଳି ବେଙ୍ଗ ଦେଲେ ହୁଳା ହୁଳି ବେଙ୍ଗ ଦେଲେ ହୁଳା ହୁଳି ବେଙ୍ଗ ଦେଲେ ହୁଡ଼ା ହୁଳି। ରାଧେ ହରିବୋଲ। ବେଙ୍ଗ ଦେଲେ ହୁଳା ହୁଳି ବେଙ୍ଗ ଦେଲେ ହୁଳା ହୁଳି ବେଙ୍ଗ ଦେଲେ ହୁଳା ହୁଳି ବେଙ୍ଗ ଦେଲେ ହୁଳା ହୁଳି। ଆମ ଆଲୋଚ୍ୟ ବିଷୟବସ୍ତୁକୁ ଆସ। ଆସ। ଗୁରୁଦେବ ପାର୍ଥ ବିହିତ କର୍ମ କ'ଣ? ନା ସଂସାର ଭିତରେ ଥିବୁ ତାରି ଭିତରେ ପ୍ରଭୁଙ୍କ ନାମ କୀର୍ତ୍ତନ କରିଥିବୁ। ତାକୁ କହିଥିଲେ କିଏ? ଅଷ୍ଟମ ଗୁଜରୀରେ ମହାପୁରୁଷ ଅଚ୍ୟୁତାନନ୍ଦ ପୁତ୍ର ନାତି ବନ୍ଧୁ ଭାରି ଯା ଦୁଃଖ କରି ପୋଷିବୁ ଏକା ମୋର ନାମ ଗୋଟାକୁ ହୃଦେ ଜପୁ ନଥିବୁ। ଜପୁନତି ପୁରେ ମାନସ ହୃଦେ ଜପୁନତେ ଜପୁନତି ପୁରେ ମାନସ ହୃଦେ ଜପୁନତେ। ଆଉ ପଥକୁ ସଙ୍ଖାଳି ହୋଇବ ନାମ ଗାୟନ ତୋର ଜୀବ ଗଲା ବେଳେ ଜପିବୁ ନିଜ ନାମକୁ ତୋର ନାମକୁ ତୋର। ରେ ମାନସ ନିଜ ନାମକୁ ତୋର ନାମକୁ ତୋର ରେ ମାନସ। ବାବୁ ଗାଉନଥିଲେ ଧର ଧର କଣ ଗାଉଥିଲେ? ଧର ନିର୍ବେଦ ଭାସି ନଯିବ। ଧର ଧର ନିର୍ବେଦ ନାମକୁ ଭାସି ନଯିବ। ନିବ ନାମ କଣ? ନିର୍ବେଦ ନାମଟା ତମେ ତ ବେଦରେ ଅଛ, ହଁ ସାଡେ କାହିଁ ଯାଉଛ? କାହିଁ ଯାଉଛ? ଆମ ବେଦ ନାମ କଣ? ନା 16 ନାମ 32 ଅକ୍ଷର। ହରେ କୃଷ୍ଣ 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 ହରେ 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 ରାମ 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 ହରେ ଏଥିରେ ହରେ କେତେ? ହରେ ହେଲା 8 କୃଷ୍ଣ କେତେ? କୃଷ୍ଣ ହେଲେ 4 ରାମ କେତେ? 4 ହରେ 8 କିଏ? ହରେ 8 8 ରାଧା। ହଁ ହଁ 16 ନାମ 16 ନାମ 32 ଅକ୍ଷର। ମହାପୁରୁଷ ଲେଖିଥିଲେ ଅଚନ ନୁହଁ, ଆମର ଅଭିରାମ ପରମହଂସ 16 ନାମରୁ 3 ନାମ ଚୈତନ୍ୟ କରିଲେ। ପ୍ରାଚୀନ ଭୀମ ବହି କହିଲେ ଆମେ ସମସ୍ତେ ନାମରେ କିନ୍ତୁ ଆତଜାତ ହଉଛେ। ହଉଛେ ପଦ ନାମେ ଆତଜାତ ଜୀବଜନ୍ତୁ ସଦଗୁରୁ ପାଦେ ଲଗା ହେତୁ ଅନେକ ସାଧିଲେ ଅନ୍ତ ନ ପାଇଲେ ବାହାରି ଗଲେଣି। ଦେହ ବହି। 16 ନାମରୁ 16 ନାମରୁ 3 ନାମ ନାମ। ଚୈତନ୍ୟ କରିଲେ। ପ୍ରାଚୀନ ଦେଇଥିଲେ କେତେ ନାମ? ତିନି ନାମ। ଷୋଡ଼ାକ୍ଷର ମନ୍ତ୍ର ହଁ। ହରେ ରାମ ଆଉ କୃଷ୍ଣ। ହିଳିଙ୍ଗି ବୀଜ କିଏ? ନା ଇଏ ବଳଭଦ୍ର। ଏ ହିଳିଙ୍ଗିରୁ ହରେ ଶିଳିଙ୍ଗି ବୀଜ କିଏ? ନା ସୁଭଦ୍ରା ଆପଣଙ୍କର ବେଦପତି ବ୍ରହ୍ମା। ରମା ବୀଜ କିଳିଙ୍ଗି ବୀଜ କିଏ? କିଳିଂ କୃଷ୍ଣ ଜଗନ୍ନାଥ ଶୁଣ ଜ୍ଞାନୀ ଜନ ତ୍ରିବୀଜରୁ ଷୋଡ଼ାକ୍ଷର ହୋଇଲା ଜନମ। ଶ୍ରୀ ରାମ ଜୟ ରାମ। ଏବେ ନାମ ଆଜ୍ଞା ପୁରା ହେଇছে ସେ ନାମ କ'ଣ? କୋଉ ନାମ? ହରେ ରାମ କୃଷ୍ଣ ଶ୍ୟାମ ପରା ରମା କାମ ଦାମ ନନ୍ଦ କନ୍ଦ ଦୀନ ଧର୍ମ ସାଧୁ ମଧୁ ନାମ ବ୍ରହ୍ମ ଏପରି 16 ନାମ ହେଲା ଦ୍ୱିଗୁଣବତୀ ହୋଇଲା। ସତ୍ୟର ତାରକ ନାମ କ'ଣ? ନାରାୟଣ ପରାଗତି ଆଚ୍ଛା। ନାରାୟଣ ପରାକ୍ଷର ନାରାୟଣ ପରାମୁକ୍ତି। ଦ୍ୱିତୀୟରେ ରାମ ନାରାୟଣ ଅନନ୍ତ ମୁକୁନ୍ଦ ମଧୁସୂଦନ କୁଷ୍ଠ କେଶବରେ କଂସାରେ ବୈକୁଣ୍ଠ ବାମନ। ଦ୍ୱାପର ଯୁଗରେ ହରେ ମୁରାରେ ମଧୁ କୈଟଭାରେ ଗୋବିନ୍ଦ ଗୋପାଳ ମୁକୁନ୍ଦ ସୌରେ ଯଜ୍ଞେଶୁ ନାରାୟଣ କୃଷ୍ଣ ବିଷ୍ଣୁ ନିରାଶ୍ରମାଂ ଜଗଦୀଶ୍ୱର କାଉଡ଼ ବିଷ୍ଣୁ ବୈଷ୍ଣବ ଲକାର ଶ୍ୟାମ। ଏ ଶସ୍ୟ ସନାତନ ଗୋଲେକ ରାମ। ଯୋଉମାନେ ଅଭିରାମଙ୍କ ଦୀକ୍ଷା ନେଲେ ସିଏ କହିଲେ କ'ଣ? କହିଲେ? ସତଚିତି ଆନନ୍ଦ ଗିରିଧର ଶ୍ୟାମ ଗୁଣି ଗୁଣ ନିର୍ଗୁଣ ସଗୁଣ ରାମ। ସଗୁଣ ରାମ ଭଲ ସଗୁଣ ରାମ ସଗୁଣ ରାମ ଭଲ ସଗୁଣ ରାମ। ଅବତାରୀ ଅବତାର ସବୁ ତୁମେ ରାମ ରାମେତି ରାମେତି। ରାମେତି ରାମ। ଆର
ମୁଖ୍ୟ ତତ୍ତ୍ୱ ତତ୍ତ୍ୱଟା କଣ? ଯେତେବେଳେ ଶବ ଯାଉଛି ମଶାଣି କି ହଁ। ଆମେ ଭାଇ ମାନେ କଣ କୁହେ ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ ରାମ ନାମ ସତ୍ୟ ହେ ହରି ନାମ କାହିଁକି କାହିଁକି? ନା ରାମ ନାମ ଏଠଉ ନୁହଁ ନାଇଁ। ରାମ ନାମ ହଉଛି ଆଜ୍ଞା ପିତା ଗର୍ଭରୁ ଆଚ୍ଛା କୃଷ୍ଣ ଜନ୍ମ ହୋଇଥିଲେ କୋଉଠି ମଥୁରାରେ ବଢିଲେ କୋଉଠି ଗୋପରେ। ମଥୁରା କହିଲେ ତ ମହାଶୂନ୍ୟ ହଁ। ମଥୁରା କେତେ ଅକ୍ଷର 3 ଅକ୍ଷର ଥୁ କଟିଲେ ହବ କଣ ମରା। ଏଇଟା କୋଉ ବୃକ୍ଷ ଓଲଟ ବୃକ୍ଷ। ମରା ଲେଉଟେଇଲେ କଣ ଆସୁଛି ରାମ ଶବଦ ଶୂନ୍ୟରୁ ଡାକି ଲେଉଟା ମରା ଭଜନ ଯାଏ ତହେ ବୋଲ କୋଉଠି କି ମା ମା ଗର୍ଭକୁ ନା ମାତାର ପଦ୍ମେ ଯେବେ ଥିଲା ଆତ୍ମା ରାମକୁ ଭଜୁଥିଲା ଆତ୍ମା ରାମକୁ ଭଜ ଶିବଙ୍କର ପ୍ରିୟ ନାମ କଣ ରାମ ନାମ ପ୍ରମାଣ କହୁଥିଲେ କୋଉଥିରେ? ଅଭିରାମଙ୍କର କଳି ଭାଗବତ କଣ କହିଲେ? ରାମ ନାମକୁ କରି ସାର ଶଙ୍କର ହୋଇଲେ ଅମର ହୋଇଲେ ଅମର ହୋଇଲେ ଅମର ଆଉ ରାମ ନାମଟି ହେଲେ ମୋରା ସରିବ ସଂସାର ପସରା ଆଉ ସରିବ ରାମ ଶବଦ ମିୟ ରସ ଯାହାକୁ ପିଅନ୍ତି ପିତ ବାସ ଯାହାକୁ ପ୍ରିୟନ୍ତେ ଚିତ ବାସ ଯାହାକୁ ପ୍ରିୟନ୍ତେ ଚିତ ବାସ ଏ ତାକୁ ଯାଇ ଭିତରେ ପଶିଲେ ତାଙ୍କୁ ଯାଇ ମନ ଭିତରେ ପଶିଲେ ଭେଟ ହେବେ କମ ହେଇଯାଇଛି ଅନେଇଲ ଭାଇ ଖୋଦି କାହାକୁ ଇଏ ବାଡ଼େଇବେ ଭେଟ ହେବେ କମ ସାଇ ଆରେ ମନବାରେ ନିତ୍ୟାସ ସାରେ ମୁଚୁ କାହିଁ ପାଇ ଆରେ মনোবায়ে আমি তা সংসারে রমুচ কাহে পায়ে আরে মনোবায়ে আমি তা সংসারে রমুচ কাহে পায়ে আরে মনোবায়ে সংসারে রমুচ কাহে পায়ে আরে মনোবায়ে ସେଥିପାଇଁ ସମସ୍ତେ ଆମେ ନାମରେ ଆଜି ଆତଜାତ ହଁ। ଗୁହରେ ରହିନ ଗୃହପାତ ବିତ କର୍ମ ସେ ହେଉଛି ନା ଘରେ ଥବୁ ପୁଅ ଭାର୍ଯ୍ୟାକୁ ପୋଷିବୁ ପ୍ରଭୁଙ୍କ ନାମ ନଉଥିବୁ ହଁ। କାମ করতে ଚାଲ ନାମ ପୁରୁଖଲେ ଚେକମ ବିକର୍ମ ଏ ତିନି ବୋଲାନ୍ତି ନିଗମ କଣ ଅକର୍ମ ଅକର୍ମ କଣ ଆଁ? ଅକର୍ମ କଣ ଅକର୍ମ ବିକର୍ମ ଆମେ କୋଉ କର୍ମ ଏଇନା କରୁଛେ ଆମେ କୋଉ ଗୋଟେ ସଞ୍ଚିତ କର୍ମ କ୍ରିୟମାନ କର୍ମ ପ୍ରାରବ୍ଧ କର୍ମ ହଁ। ଆମେ ମାନେ ବର୍ତ୍ତମାନ ଗୋଟେ ସଞ୍ଚିତ କର୍ମ ହଁ। ଯେହେତୁ ଆମେ ସତସଙ୍ଗରେ ବହିଛେ ଇଏ ଲେଖା ହେଲା ପ୍ରଭୁଙ୍କ ଖାତାରେ ନାଁ ତମର ଉଠି ଯାଇଛି କାହିଁକି ନା ଯାହାର ପୂର୍ବ ଭାଗ୍ୟ ଦିଶେ ତାହୁରେ ବୈରାଗ୍ୟ ପ୍ରକାଶେ ନା ଗୃହରେ ରହିନ ପାତ କଥା କୋଉଥିଲା ଆମର କଥା ହେଇଥିଲା। ନା ମୁଁ ତୋରି ଘରେ ଅଛି ହଁ ତୋ ଘର ହଉଛି 84 ଆଙ୍ଗୁଳି ଆଚ୍ଛା 4 ଆଙ୍ଗୁଳି ତୁମେ କେମିତି ଅଛ କେମିତି ଅଛ? ମହାପୁରୁଷଙ୍କ ପ୍ରଦ ପ୍ରମାଣ ଦିଅ ପଦ ଆଡୁ ସାଡୁ ଉପରେ ଭଜନ ଅଛି ନା, ନା। ଅଭିରାମ ଠାକୁର କହିଲେ କଣ କହିଲେ ହେଲେ ମୁଁ ହିଁ ଯନ୍ତ୍ର ତୁମେ ଯନ୍ତ୍ରୀ ସବୁ ଯୋଗା যোগা সব যোগে যুগে প্রভু সব যোগে যোগে বড় ভাই গোটা ঠেঙ্গা নেকি তুমি এথর আস সত্যি কাক বাড়ি হে হু ভজনটা দেখো প্রভু ডাকিবা আজ্ঞা উঠ হে উঠ উঠিকি দি গোইটা জগন্নাথ পকাই দেবে হ্যাঁ লা মুহি যন্ত্র তুমে যন্ত্রী সবু যোগা যোগে সব যোগে যুগে প্রভু সব যোগে যোগে আহা মু যন্ত্র নহিলে তুমি ফেরিব কা সঙ্গে মোরা অবুঝাতা কুরা
ସମସ୍ତେ ଗୋଟିଏ ଗୋଟିଏ ଯନ୍ତ୍ର ଯନ୍ତ୍ର ଯନ୍ତ୍ରକୁ ଚଳେଇଲେ କିଏ ଯନ୍ତ୍ରୀ ନାରାୟଣ ହଁ। ସକଳ ଘଟେ ସକଳ ଘଟେ କେମିତି ନା- ଚଳେଇଲେ କେମିତି ଚଳେଇଲେ ଜଗନ୍ନାଥ ଦାରୁ ମୂର୍ତ୍ତି ହଁ। ପିଣ୍ଡରେ ଅଛନ୍ତି କୋଉଠି ଚଳାଉଛନ୍ତି କୋଉଠି ଅଛନ୍ତି ହୃଦୟରେ ହୃଦୟରେ। କୋଉ ସ୍ୱରୂପରେ ପବନ ସ୍ୱରୂପରେ ହୁତୁଯୁକ୍ତ ପିଣ୍ଡ ପବନ ନ ପାସ କଲେ ଗଲା ରହିଲା ହଁ, ଯିବା ଆସିବା କଲେ କୋଉଠି ନାସାରେ। ନାସା ଦୁଆରେ ନିଜ ଦେଉଳକୁ ନା ଯାଉଛି ଆସୁଛି କାଳି ଆସୁନାର ଭାୟା ମନ ଆରେ ଭାୟା ମନ ଏଟାରେ ମାନି ଅଛି ବାନା ଭାୟା ମନ ସେଥିପାଇଁ କ୍ରୁରହୀନ ପାର୍ଥ ବିହିତ କର୍ମ କରି ଘରେ ଥିବୁ ହଁ। ପୁଅ ଭାର୍ଯ୍ୟାକୁ ପୋଷିବୁ ପୋଷିବୁ। ତାହେଲେ କେବେ ଯିବୁ ବନକୁ ବାହାରିକି କେବେ ଯିବ ଫେରେ? ଭାଗବତ ହୋଇଲେ ତୃତୀୟ ପହର ଗୋବିନ୍ଦ ବନକୁ ହୋଇବୁ ବାହାର ଗୋବିନ୍ଦ ବନକୁ ହୋଇ ମୁଁ ବାହାର ଗୋବିନ୍ଦ ବନକୁ ହୋଇ ମୁଁ ବାହାର ଗୋବିନ୍ଦ ଏ ମୋର ବାପା ମାନେ ମା ମାନେ ବନ ଶବ୍ଦ କେତେବେଳେ ଲାଗେ କେତେବେଳେ 50 ପରେ କେତେ 50 51 ହଁ। ଏକା ଯିବୁ ବନକୁ ଏକା। ତାର ପିଣ୍ଡ ମତ ତତ୍ଵ 50 ଅକ୍ଷର ଭିତରେ ଆଚ୍ଛା। ଜୀବ ପରମ ଖେଳ କଲେ 50 ଅକ୍ଷର ଉର୍ଦ୍ଧ୍ୱକୁ ଉଠିଲେ ଜୀବ ସହିତ ପର ମିଶିଲେ ଏ ଜୀବ ମରଣ ନିକଟେ ଗୋବିନ୍ଦ ବେଗେ ଚିତାଇ ଅନ୍ୟ ଘଟେ ଗୋବିନ୍ଦ ଜଗଚିତାଇ ଅନ୍ୟ ଘଟେ ଗୋବିନ୍ଦ ଜଗଚିତାଇ ଅନ୍ୟ ଘଟେ ଗୋବିନ୍ଦ ସେଥିପାଇଁ ଏକାବନ ଏକାବନ। ଏକା ଯିବୁ ବନକୁ ହଁ, ହାଁ? ଏକା ଯିବୁ। ଏକାବନ କେତେରେ କେତେ ପାଞ୍ଚରେ 5 ଡାହାଣେ 1 5 କହିଲେ ଭୂତ ହେଲା ଭୂତ, 5 ଏକ କହିଲେ ଆତ୍ମା ହେଲା 1 ଏକ। ଆମେ କହିଲେ ଆତ୍ମା ହେଲା 5 ବିଭାଜନ ଜ୍ଞାନ ଆତ୍ମା ଧ୍ୟାନ ଆତ୍ମା ଜୀବ ଆତ୍ମା ପରମାତ୍ମା ମସ୍ତକରେ ପରମାତ୍ମା କର୍ଣ୍ଣରେ ଜୀବ ଆତ୍ମା ନେତ୍ରରେ ଧ୍ୟାନ ଆତ୍ମା ନାସାରେ ଜ୍ଞାନ ଆତ୍ମା ଜ୍ଞାନର ଅନ୍ୟ ନାମ ପବନ ମୁଖରେ ତତ୍ତ୍ୱ ଆତ୍ମା ତତ୍ତ୍ୱ ଆତ୍ମା ପାଇଁ କାହିଁକି ସାର ନା ତତ୍ତ୍ୱ ବୁଝିଲେ ତୁଟେ ଭ୍ରାନ୍ତି ଗୋବିନ୍ଦ ଭବ ସଂସାର ତରେ ରାତେ ଗୋବିନ୍ଦ 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 ମଧୁ ବଳତେ ମକର ଗୋବିନ୍ଦ ଭୀମ ବୋଇ ଏପଟେ କଣ କହିଲେ କଣ କହିଲେ? ଗୃହ କର୍ମ ତେଜି ଭକ୍ତେ ପଚାରୁଛନ୍ତି ଜଗ ଜଗତେ ଭଗାର ପଚାରୁ ସତି ଜଗତେ ଜୀବ ଉଦାର ନିମନ୍ତେ ଭରସା କରି ନାମକୁ ବହୁ ଚାଲନି ମତେ ଭରସା କରି ନାମକୁ ବନ୍ଦନା ପାଦ ପଦକୁ ଭଲାରେ ବନ୍ଦନା ପାଦ ପଦକୁ ଯାଇ ଆନନ୍ଦକୁ ଯାଇ ସ୍ୱାମୀ ପାଇଲା ରଖ ସୁଧର୍ମା ସଭା ହଁ ହିସାବରେ ମୋର ବଡ଼ ଭାଇ ହୁଅ ହଁ ବଡ଼ ଭାଇ ତ ଗୋଟେ ନୀତି ଶିକ୍ଷା ସଭାରେ ନେଇକି ଯାଅ ଏ ଦଫା କେବେ ପେଣ୍ଟ ମିନେଇକି ବସେଇବନି ନାଇଁ ତେମେ କେତେଟା ଗାୟକ ଧର୍ମକୁ ନିନ୍ଦା କରୁଛ ସନା ଧର୍ମ ହଁ। ହଁ ପଇସା ଲୋଭରେ ଗୋଟେ ପେଣ୍ଟ ଖଣ୍ଡେ ଖଣ୍ଡେ ପିନ୍ଧି ଆଉଛ ଭଜନକୁ ନିୟମ ଏରା ଯାଅ ଦେଖ ସଂକୀର୍ତ୍ତନ ପାଲା ଦାଅ ଜୁଆର ଯାଅ ଧୋତି ନ ପିନ୍ଧିଲେ ମଞ୍ଚକୁ ଆସିବେ ନାମ। ତମଠୁ ସମାଜ ଶିକ୍ଷା ତେବେ ନିଜେ ସଂସ୍କାର ତଇନ ସମାଜକୁ କୋଉ ଶିକ୍ଷା ଦବ ବଡ଼ ଭାଇ ଆବେ ନିଜେ ସଂସ୍କାରିତ ହୁଅ ପରା ତହିଁ ରାମ ଜୟ ରାମ ଜୟ ଜୟ ରାମ ସହମତ ମୋଚନ ଜୟ ହନୁମାନ ସାନ ପାଇଁ କି ଶିଖ ଦେଖ ହଁ ଆଉ ଯେତେ ଜ୍ଞାନ କଲେ ତମ ଜ୍ଞାନ ତମ ନିଷ୍ଫଳ ହେଇଯିବ ହାଁ? ଆଉ ହଁ। ଉପର ମତେ ସେ ଅଧା ମୁସଲମାନ ସବୁ ଯାକ ହଁ। ହାଁ? ଉପର ଧୋତି ତଳ ପେଣ୍ଟ ହଁ। ହାଁ? ହଁ। କାଇଁ ଯାଉଛ ନାମରୁ ଶିଖୁଛ କଣ ଜଗତ ଶିଖିବ ତମଠୁ କଣ କଣ ଶିଖିବ? ନିଜେ ଆଗ ସଂସ୍କାର ତ ହୁଅ ହଁ ହାଁ ହଁ ଜ୍ଞାନୀ ମଣ୍ଡଳୀ ତାର ସେ କଥା କଥାବସ୍ତୁକୁ ଆସ କଥା ଖରାପ ଭାବନି ମୁଁ କହୁଛି ବୋଲି ନାଇଁ। ଏଟା ଟିକେ ସଂସ୍କାର ନିଅ ଏଟା ଆଜିକାଲି କାହିଁକି ଭଜନକୁ ପଚାରୁନାହାନ୍ତି ବେଶୀ ହାଁ ଯୋଗୁଁ। ପାଲା ଲୋକ କଳା ଭଜନ ଦେଖିଲେ ଭଜନ ଆବୃତ୍ତି ସବୁଠି ଭୌତିକ ମାନେ ଭଲ କିନ୍ତୁ ଚ୍ୟାନେଲକୁ ଯାଇପାରୁନି କାହିଁ ଯାଇପାରୁନାହାନ୍ତି ଏମାନଙ୍କ ସଂସ୍କାର ତ ନାହାନ୍ତି କିଏ ଆଇଲା ସାଠୁ ଗୋଟେ ଖଣ୍ଡିଆ ପେଣ୍ଟ ପିନ୍ଧିକି ବସିକି ଗଲା ବାଇ ମନରେ ବସି ହବ ନା ମନ ବାଇ ମନ ତାର ଗୋଟେ ସଂସ୍କାର ତ ନାହିଁ ଯେମିତି ଆମେ ଭଗବାନଙ୍କୁ ଡାକିବା ତାର ସମୟ ଥାଇ ଯଦି ମୁଁ ଆଜ୍ଞା ଯିବି ସାର୍ଙ୍କୁ ଦେଖା କରିବାକୁ ସ୍କୁଲ ସାର୍କୁ ଯିବି ରାତି 9ରେ ସାର୍ ଦେଖା ଦେବେ ତ ବେଟି ସେମିତି ଇଏ ପ୍ରଭୁଙ୍କୁ ଡାକିବାରେ ଗୋଟେ ବସ୍ତ୍ର ପରିଧାନ ଅଛି ତାର ସମୟ ଅଛି କେତେବେଳେ ନା ଦେହ ରଖିଦେବେ ମରିପାରିବୁ ତେବେ ଭଜନ କରିପାରିବୁ ଅତି ବିଷମୟ ଜ୍ଞାନ ସାଧନ ଅଜପାକର୍ମା ବ୍ରହ୍ମ ଭଜନ। ଲବିଣ ଶ୍ରୀ ଗୁରୁଦୟା। ନା ବ୍ରାହ୍ମ ମୁହୂର୍ତ୍ତରେ ନିଶ୍ଚଳ ମନରେ ବସି ଭଜ ଏକୁଟିଆ ବସି ଭଜ ଏକୁଟିଆ ବସି ଭଜ ଏକୁଟିଆ ଯେ ବସି
ହୃଦୟ କୁଟିଆ ସେମିତି ତାର ସମୟ ଅଛି କିନ୍ତୁ ଇଏ ଯୋଉ ଆମର ଇଏ ଯୋଉ ସତସଙ୍ଗ ହଉଛି ଆର କାହିଁକି ନା ଆମେ ଗୋଟେ କାର୍ଯ୍ୟକ୍ରମ କରିଛେ ସଂସାରକୁ ଶିକ୍ଷା ଦେବା ପାଇଁ କିନ୍ତୁ ପ୍ରକୃତ ନିୟମ ଗଲେ ଯେମିତି କଲେକ୍ଟର ଅଫିସକୁ ଯିବ ଟାଇମରେ ଦେଖାଏ ସେମିତି ଭଗବାନ ତାଙ୍କର ସମୟ ଥାଇ ପ୍ରଥମେ ସ୍ନାନ ତାପରେ ଧ୍ୟାନ ତାପରେ ଜପ ତାପରେ ମନ୍ତ୍ର ତହିଁ ପରେ ପ୍ରଭୁ ମନ୍ତ୍ର କରିବୁ ଧାରଣ ତେବେ ଆତ୍ମା ବ୍ରହ୍ମ ତତ୍ତ୍ୱ ହୋଇବ ନିର୍ଗୁଣ ରାମ ଜୟ ରାମ ଜୟ ଜୟ ରାମ ମଞ୍ଚରେ ତେବେ ମତେ ମୁଁ ତମ ଗୁଡ଼ାଏ କୁହା କିବା ଜ୍ଞାନ କେବେ ପ୍ରାପ୍ତ ହୋଇ ବଟି ନାହିଁ ଭଲା ଜ୍ଞାନ ନଷ୍ଟ ହେଉଅଛି ସଂସାରରେ ପିଲା ରାମ ଜୟ ରାମ ଜୟ ଜୟ ମୁଁ କେମିତି ଗୁଡ଼ାଏ କଲେ ମୁଁ ନା ନେବି ମୁକାର ଭାବରେ ମିଛ କହୁନି ଆଜ୍ଞା ମୁଁ ମୋ କଥା ମଧ୍ୟ କହୁଛି ମୁଁ କେମିତି ଗୁଡ଼ାଏ କହିଦେଲେ ଲୋକ ମତେ ଭଲ ପାଇବେ ସେଠି ଜ୍ଞାନ ନଥାଏ ଜ୍ଞାନ ଅଛି ବ୍ରାହ୍ମ ମୁହୂର୍ତ୍ତରେ ଉଠିବ ପ୍ରଥମେ ମୁନି ସ୍ଥାନ ଯାହାକୁ ଘୃତ ସ୍ଥାନ କୁହାଯାଏ ଦ୍ୱିତୀୟରେ ଦେବସ୍ଥାନ ଯାହାକୁ କୁହାଯାଏ ମଧୁ ସ୍ଥାନ ତୃତୀୟରେ ହେଲା ମାନବ ସ୍ଥାନ କୁହାଯାଏ କ୍ଷୀର ସ୍ଥାନ ଚତୁର୍ଥରେ ରକ୍ତ ସ୍ଥାନ ଦାନବ ସ୍ଥାନ ପରା ହେଲା ଆଠଟା ପରେ ଜ୍ଞାନୀ ପିଲା ରାମ ଜୟ ରାମ ଜୟ ଜୟ ରାମ ହୁଏତ କହିପାର ମୁଁ ତ ଭଜନ କରିକି ଗଲି 3ଟା ରାତିକି କାହିଁ ସେତିକି ଗାଧେଇକି ଆଉ ଥରେ ଶୋଇପଡୁନ ଶୀତ ହଉଛି କମଳ ଦରକାର ଶରୀର ନଷ୍ଟ ହେଇଯିବ ତ ବ୍ରହ୍ମଚର୍ଯ୍ୟା ପାଳନ କର ବ୍ରହ୍ମକୁ କଳିଛି ଯୋଉ ନର ବହୁତ ଏ ହାଡ଼ ଭାଙ୍ଗି ଦିଖଣ ହେଇଥାନ୍ତା କାହିଁକି ହେଲାନି ବ୍ରହ୍ମଚର୍ଯ୍ୟା ପାଳିଛ ବୋଲି ତମ ହାଡ଼ ଭାଙ୍ଗିଲା ତମ ହାଡ଼ ଶକ୍ତ ଅଛି ନହେଲେ ଭାଙ୍ଗି ଯାଇଥାନ୍ତା ବ୍ରହ୍ମଚର୍ଯ୍ୟା ପାଳିଛ ଭାଇ ମାନୁଛି ସେଥିପାଇଁ ହାଡ଼ ଭାଙ୍ଗିନି ବ୍ରହ୍ମକୁ କଳିଛି ଯୋଉ ନର ବହୁତ ମାନବ ନୁହଇ ଅଟେ ବ୍ରହ୍ମ ଦେଇ ନୂଆ ଗড়ା ମଞ୍ଚ ଗୋଟେ ନୂଆ ଶିକ୍ଷଣୀୟ ଅଛି ଯୋଉଠିକି ଯିବ ଧୋତି ପିନ୍ଧିକି ବସିବ ମୁଁ ହାବୁଡେ ପଡେ ବେଳା ଖରାପ କରିଦିଅ ବ୍ରହ୍ମକୁ କଳିଛି ଯୋଉ ନର ବହୁତ ମାନବ ନୁହଇ ଅଟେ ବ୍ରହ୍ମ ଦେଇ ଆଉ ତାଙ୍କୁ ସେ ବି ଭବ ଜଳ ପାର ବର ପାଇଥିବୁ ସେ ଦିନର ପାର୍ଥ ବିହିତ କର୍ମ କରି ସେ କର୍ମକୁ ସଂସାରରେ କେହି ନୁହେଁ ସରି ଘରେ ବାପା ମା ଅଛନ୍ତି ତାଙ୍କୁ ସେବା କର ହାତକୁ ଦିଆ ତୋଇଛୁ ତା ମୁହଁରେ ଆହାର ଦେ ଭଗବାନ ଶାନ୍ତି ହେବେ କାହିଁକି ସେ କର୍ମ ଯିଏ ନ କଲା ଦାଢ଼ିରେ କି କହିବ ଅଲେଖ ମହିମା ଲୋକ ପ୍ରଭୁ ରଖିଦେବେ ପ୍ରଥମେ ବାପା ମା તે ସଂସାରକୁ କାହିଁ ଆଣିଛନ୍ତି ତାଙ୍କୁ ଟିକେ ସେବା କରିବୁ ଭକ୍ତି କରିବୁ ଆରମ୍ଭ ଯିଏ ବୁଝି ନାହିଁ ଘର ନାରାୟଣ ମନ୍ଦିର ଯିବା ତାର କାରଣ ଭୀମ କହିଲେ ଗୃହ କର୍ମ କରି ତେଜି ଭକ୍ତେ ପଚାରୁଛନ୍ତି ସିଏ ମଧ୍ୟ କୋଉ ଘର ଏଇ ଘର କଥା କହିଛନ୍ତି ଆଉ କୋଉ ଘର ଏଇ ଘର ଏ ଘରର କର୍ମ କଣ ଆ ଭିତରେ 5 ବନ 25 ପ୍ରକୃତି ଷଡ଼ ଦୀପୁ କେମିତି ପାଇବୁ ନା 100 ଘର ଭାଙ୍ଗି 25 କର 100 ଘର ଭାଙ୍ଗି 25 କର ଏ 25 ସୁରଖ 5 ମେଳର 25 ସୁରଖ 5 ମେଳର ଏ 5 କୁ ଏକ ଠାବେ କର 5 କୁ ଏକ ଠାବ କର ଏକରେ ମିଳନ୍ତି ଏକ ଠାକୁର ସେ ଏକ ଦେଉ ଆରେ ନାହିଁ ଭଲା ଏକ ଦେଉ ଆରେ ନାହିଁ ତ୍ରୟ ଫଳ ଗୋଟି ଜଇ ଫଳି ଅଛି ସବ ଘଟେ ଘଟେ ସେ
জ্ঞান ব্রহ্ম তত্ত্ব কথা হ্যাঁ। 100 ঘর ভাঙ্গি 25 ঘর। 100 ঘর কইলে কোন বুঝুছ 100 ঘর মানে হ্যাঁ 5 মনରୁ 25 ପ୍ରକୃତି 5 ଭୂତରୁ 25 ପ୍ରକୃତି ପିତା ବିନ୍ଦୁରୁ 25 ପ୍ରକୃତି ମାତା ରଜରୁ 25 ପ୍ରକୃତି ଏ ଲେଖା ହେଇଛି ଗୋଟିଏ ତତ୍ତ୍ୱ ତତ୍ତ୍ୱ ପିତା ବିନ୍ଦୁରୁ 25 ବୋଲି 25 କୋଉଠି ଲେଖା ଭୀମ ବହିଙ୍କର ଆଦି ଅନ୍ତ ଗୀତା ଖେଳେଇବ ହଁ। ଟୋଟାଲ ଭଲା ଲେଖା ଯାଇଛି ହଁ, ହଁ। ହଁ? ଏପଟେ ଅଭିରାମ କଲେ 5 ଭୂତରୁ 25 25 ଅସ୍ଥି ମାଂସ ଲୋମ ଚର୍ମ ନଖ ସହଜାନ ଜାଣ। ଏ 5 ଅଟନ୍ତି ବାବୁ ପୃଥ୍ୱୀ ତତ୍ତ୍ୱ ଗୁଣ ଏ 5 ଅଟନ୍ତି ବାବୁ ତତ୍ତ୍ୱ ଗୁଣ ଏ 5 ଅଟନ୍ତି ବାବୁ ତାଙ୍କର ଆଉ କଳି ଭାଗବତ ଦେଖିବ ନବାକ୍ଷରୀ ପଦରେ କଣ ଲେଖିଲେ କଣ ଲେଖିଲେ 5 ମନରୁ 25 ପ୍ରକୃତି ହେଲା ଖଳ କୁଟିଳ ଅହଙ୍କାର ଲପଟ ଗୁମାନ ପାଞ୍ଚର ଏ 5 ଅମନରୁ ଜାତ ଅମନ ପ୍ରକୃତି ପ୍ରକୃତ 100 ଘର ଭାଙ୍ଗି 25 କର 25 କେମିତି କରିବୁ 25 ଭୀମ ଭାଇ 25 ପ୍ରକୃତି କରି ବାଣ୍ଟ ଏମାନେ କରନ୍ତି ଏମାନେ କରନ୍ତି ନଟାକୁଟ ଏମାନେ କରନ୍ତି ନଟାକୁଟ ଏ ସକାମରେ ଜୀବ ମାୟାରେ ସଂଯୋଗ ଆମର ଜୀବ ମାୟାରେ ସଂଯୋଗ ଆଉ ବୁଡ଼ି ରହି ଅଛି ଫଳ ସ୍ୱାଦେ ଭଜ ନିରିରେ ଦେ ଭଜ ନିରିରେ ଦେ ଶରୀରେ ଜ୍ଞାନ ହେ ବହୁଦେ ନିରିରେ ଦେ ଭଜ ନିରିରେ କାହିଁକି ନା ତୁ 84 ଲକ୍ଷ ଜନ୍ମ ପରେ ହଁ। ପାଇଛୁ କୋଉ ଜନ୍ମ ଦୁର୍ଲଭ ମନୁଷ୍ୟ ନା ଦୁର୍ଲଭ ଜନ୍ମ ଗୋଟା ପିଣ୍ଡ ଏଠି କି ପାଇଁ କରୁଛ ଖଳ ଇପାଇ କରୁଛ ଖଣ୍ଡ ଖଣ୍ଡ ଇପାଇ କରୁଛ ଖଣ୍ଡ ଖଣ୍ଡ ଏ ବୁଡ଼ିଲାଣି ଚେତା ସବୁ ହେବ ବୃଥା ବୁଡ଼ିଲାଣି ଚେତା ସବୁ ହେବ ବୃଥା ଚିନି ଧର ଏକ ପାଦେ ରଥ ଚଳୁଥିଲା 2 ପାଦ ହେଲେ ନ ଚଳିଲା ସେଥିପାଇଁ ଏକାକ୍ଷର ପାଦ ଚିନି ଭଜୁଛନ୍ତି ବ୍ରହ୍ମଜ୍ଞାନୀ ଏକାକ୍ଷର ପାଦ ଭଜୁଛନ୍ତି ବ୍ରହ୍ମଜ୍ଞାନୀ ଏ ଭୀମର ଗୀତ ଭଣୀ ଆରେ ବିମଳ ଗୀତ ଭଣୀ ଏ ଯାଇ ଅନାଦେ ଠାକୁ ବନ୍ଦନା ପାଦ ପଦକୁ ଯାଇ ଅରୁ ପ୍ରାଣକୁ ବନ୍ଦନା ପାଦ ପଦକୁ हे मनुआ घरे कर्म कर घरे समत अछंती ये कर्म विहित कर्म करि पारिले संसार पार हेबु बोलान देखबा हरि बोल। हरि बोल हरि बोल हरि बोल